ଆଜି ଆପଣମାନଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର 56 ଭୋଗରୁ ଗୋଟିଏ ମୁଁ ମାଲପୁଆ ପ୍ରସ୍ତୁତ କରି ଦେଖେଇବି। ଏଇ ଯୋଉ କଦଳୀକି ଦେଖୁଛନ୍ତି, ଏଇ ବର୍ଷା ଦିନେ ବିଭିନ୍ନ ପ୍ରକାର ପର୍ବପର୍ବାଣି, ତେଣୁ କଦଳୀକୁ ଫ୍ରିଜରେ ଆଣି ରଖିବା ଫଳରେ ତାହା କଳା ପଡ଼ିଯାଇଛି। ଆଜି ସେ କଦଳୀକୁ ନଷ୍ଟ ନ କରିବାକୁ ଯାଇ ମୁଁ ଆଜି ଆପଣଙ୍କୁ ସେଥିରେ ମାଲପୁଆ ପ୍ରସ୍ତୁତ କରି ଦେଖେଇବି। ମୁଁ ମାଲପୁଆ ପାଇଁ ନେଇଛି ଏଠି 2ଟା କଦଳୀ, ଅଧ କପ୍ କ୍ଷୀର, ମଇଦା ଅଧ କପ୍, ଚିନି, ପାନମହୁରି ଓ ଅଳେଇଚ, ତା ସହିତ ଗୋଲମରିଚ ଆଉ ଅଳେଇଚର ଗୁଣ୍ଡ ଆଉ ଶିରା ପାଇଁ ଏଠି ଚିନି ନେଇଛି। ଏବେ ମୁଁ ଜାରରେ କଦଳୀ, କ୍ଷୀର, ଅଳେଇଚ, ଗୋଲମରିଚ ଆଉ ମଇଦା ଏବଂ ଚିନି ସବୁକୁ ପକେଇ ଏବେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରିନେଉଛି। ଦେଖନ୍ତୁ, ଗ୍ରାଇଣ୍ଡିଂ କରିଦେବା ଦ୍ୱାରା ସବୁଗୁଡ଼ିକ ଭଲ ଭାବରେ ମିଶିଗଲା। ଏବେ ସେଥିରେ ମୁଁ ରଖିଥିବା ପାନମହୁରି ସେଥିରେ ଭଲ ଭାବରେ ମିଶେଇ ଦେଉଛି। ଏବେ ଦେଖନ୍ତୁ ମୋର ଏଇ ବ୍ୟାଟରଟି କିପରି ରେଡି ହେଇଯାଇଛି। ଆଉ ତାକୁ ଛାଣିବା ପାଇଁ ମୁଁ ଏବେ ଗୋଟେ କଡ଼େଇଟେ ବସେଇ ନେଇଛି, ସେଥିରେ କିଛି ଗୁଆ ଘିଅ ନେଇଛି। ଆପଣ ଚାହିଁଲେ ରିଫାଇନ ମଧ୍ୟ ନେଇପାରିବେ। ଦେଖନ୍ତୁ, ଆମର ଘିଅଟି ତାତି ଆସିଲାଣି। ମୁଁ ଏବେ ରଖିଥିବା ବ୍ୟାଟରକୁ ଏବେ ସେଥିରେ ଦଉଛି। ଦେଖନ୍ତୁ, ମୁଁ ଏଇଭଳି ଛୋଟ ଛୋଟ ଆକାରରେ ପିଠଉ ଦେଇଛି। ଆପଣ ଚାହିଁଲେ ଆର ଆକାର ମଧ୍ୟ ବଢେଇ ପାରିବେ। ଦେଖନ୍ତୁ, ତାର ଉପର ଭାଗ ଲାଲ ହେଇ ଆସିଲାଣି। ମୁଁ ତାକୁ ଅନ୍ୟ ପଟକୁ ଲେଉଟେଇ ଦେବି ଏବଂ ତାକୁ ବାହାର କରି ଚିନି ଶିରାରେ ଏବେ ପକେଇ ନେବି। ଏବେ ଦେଖନ୍ତୁ, ମୋର ଶିରାଟି ହେଇଗଲାଣି। ମୁଁ ଅଳ୍ପ ପରିମାଣରେ କରୁଥିବାରୁ ମୁଁ ଅଳ୍ପ ଏଠି ଶିରା କରୁଛି। ଆପଣ ଚାହିଁଲେ ଅଧିକ ମଧ୍ୟ କରିପାରିବେ। ଆଉ ମୁଁ ଏଇଟା ଅଳେଇଚ ଗୁଣ୍ଡ ନେଇଛି, ଆପଣ ଚାହିଁଲେ କେଶର ମଧ୍ୟ ପକେଇ ପାରିବେ। ଏବେ ଦେଖନ୍ତୁ, କିଛି ସମୟ ପାଇଁ ମୁଁ ମାଲପୁଆ ଗୁଡ଼ିକୁ ଚିନି ଶିରାରେ ପକେଇ ନେଇଛି। କିଛି ସମୟ ପରେ ଏହାକୁ ବାହାର କରି ଆମେ ଖାଇବାକୁ ଦେଇପାରିବା। ଏବେ ଦେଖନ୍ତୁ, ଆମର ମାଲପୁଆ ରେଡି।